ସମସ୍ତଙ୍କୁ ନମସ୍କାର। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଆପଣ ଜୀବନରେ ସୁଖଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି କି? ଏ ସମ୍ବନ୍ଧରେ ଅଳ୍ପ ସମୟ ମାନେ ଧ୍ୟାନ କରିବା। ହଁ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ଧରାପୃଷ୍ଠରେ କୌଣସି ବ୍ୟକ୍ତିଙ୍କୁ ଆମମାନେ ପଚାରୁ, ବାସ୍ତବତାରେ କ'ଣ ଆପଣ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି? ଆପଣ ଜୀବନରେ ସୁଖ ଭୋଗ କରିବା ପାଇଁ ଆପଣ ଚାହାନ୍ତି କି? ହଁ ବନ୍ଧୁଗଣ, କେହି ତ ନା କହିବେ ନାହିଁ। ସମସ୍ତେ ତ ନିଜ ଜୀବନରେ ସୁଖ ଭୋଗର ଜୀବନ ଅତିବାହିତ କରିବା ପାଇଁ ଚାହାନ୍ତି। ସମସ୍ତେ ତ ନିଜ ଜୀବନରେ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି। ଜାଣନ୍ତୁ ବନ୍ଧୁଗଣ, ଏହି ଜୀବନ, ଏହି ମଙ୍ଗଳ ଦିନ ଦେଖିବା ପାଇଁ, ଏହି ସୁଖମୟ ଜୀବନ ଦେଖିବା ପାଇଁ ଆପଣ କ'ଣ କରିବେ? ଆସନ୍ତୁ ଆମମାନେ ତାହା ଜାଣିବା। ଆମମାନେ କ'ଣ କଲେ ଏହି ମଙ୍ଗଳ ଦିନ ଦେଖିବା, ଏହି ଜୀବନରେ ସୁଖଭୋଗ ଆମମାନେ କରିପାରିବା? ବାସ୍ତବତାରେ ନିହାତି ଜଣେ ମନୁଷ୍ୟକୁ ଶାନ୍ତିରେ ଜୀବନ ଯାପନ କରିବା ପାଇଁ ଅତି ଆବଶ୍ୟକ। ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଆପଣ ଗରିବମାନଙ୍କୁ ବି ପଚାରନ୍ତୁ, ସେମାନେ ବି କହିବେ ଆମେ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ଚାହୁଁ। ଆପଣମାନେ ଧନୀକୁ ବି ପଚାରନ୍ତୁ, ଆପଣ କି ପ୍ରକାର ଜୀବନ ଅତିବାହିତ କରିବା ପାଇଁ ଚାହାନ୍ତି? ସେହି ବ୍ୟକ୍ତି ବି କହିବେ ଆମେ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ମୁଁ ବି ଚାହେଁ। ବନ୍ଧୁଗଣ, ଦୁନିଆରେ ସମସ୍ତେ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଆଜି ବାଇବଲ ଆମମାନଙ୍କୁ କ'ଣ ପରାମର୍ଶ ଦିଏ? ଆମମାନଙ୍କର ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ କ'ଣ କରିବାକୁ ହୁଏ? ଆସନ୍ତୁ ଆମମାନେ ତାହା ଜାଣିବା। ମୋ ସହିତ ଆପଣମାନେ ପବିତ୍ର ଶାସ୍ତ୍ର ବାଇବଲ ପ୍ରଥମ ପିତର 3 ଅଧ୍ୟାୟ ତାର 10 ପଦକୁ ଦେଖନ୍ତୁ। ଏଠାରେ ଏହି ପ୍ରକାର ଲେଖାଯାଏ, ଯେଣୁ ଯେ ଜୀବନରେ ସୁଖ ଭୋଗ କରିବାକୁ ପୁଣି ମଙ୍ଗଳ ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ବାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠଧରକୁ ନିବୃତ୍ତ କରୁ। ସେ ମନ୍ଦରୁ ବିମୁଖ ହେଉ, ସତ୍କର୍ମ କରୁ, ସେ ଶାନ୍ତି ଅନ୍ୱେଷଣ କରି ସେଥିରେ ଅନୁଗାମୀ ହେଉ। ପ୍ରିୟ ବନ୍ଧୁଗଣ, ଏଠାରେ ଆମମାନେ ଏ ପ୍ରକାର ଦେଖିବାକୁ ପାଉ, ଜଣେ ଯଦି ବ୍ୟକ୍ତି ଜୀବନରେ ସୁଖ ଭୋଗ କରିବାକୁ ଚାହେଁ ଅବା ଜୀବନରେ ମଙ୍ଗଳ ଦିନ ଦେଖିବା ପାଇଁ ଚାହେଁ, ବାସ୍ତବରେ ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ବାକୁ ରକ୍ଷା କରିବା ଦରକାର ଏବଂ ପ୍ରବଞ୍ଚନା ଜିହ୍ୱାରୁ ଆପଣା ଓଷ୍ଠଧରକୁ ନିବୃତ୍ତ କରିବା ଦରକାର। ଏବଂ ସେହି ବ୍ୟକ୍ତି ଯିଏକି ଜୀବନରେ ସୁଖ ଭୋଗ କରିବାକୁ ଚାହେଁ ଅବା ଜୀବନରେ ମଙ୍ଗଳ ଦିନ ଦେଖିବା ପାଇଁ ଚାହେଁ, ସେ ମନ୍ଦରୁ ବିମୁଖ ହେବା ଦରକାର, ଉତ୍ତମ କାର୍ଯ୍ୟ କରିବା ଦରକାର, ସେ ଶାନ୍ତି ଅନ୍ୱେଷଣ କରିବା ଦରକାର। ତେବେ ସେ ଜୀବନରେ ଶାନ୍ତି ପାଇବ। ଏଣୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ଜୀବନରେ ଯଦି ଶାନ୍ତି ପାଇବା ପାଇଁ ହେଲେ, ସୁଖ ଭୋଗରେ ଜୀବନ ଅତିବାହିତ କରିବାକୁ ହେଲେ, ମଙ୍ଗଳ ଦିନ ଦେଖିବାକୁ ଯଦି ଆପଣମାନେ ଚାହାନ୍ତି, ତେବେ ଆପଣମାନେ ମନ୍ଦ ବାକ୍ୟରୁ ନିବୃତ୍ତ ହୁଅନ୍ତୁ। ପୁଣି ପ୍ରବଞ୍ଚନା ଜିହ୍ୱାରୁ ଆପଣା ଓଷ୍ଠଧରକୁ ନିବୃତ୍ତ କରନ୍ତୁ ଏବଂ ମନ୍ଦଠାରୁ ବିମୁଖ ହୁଅନ୍ତୁ, ଉତ୍ତମ କର୍ମ କରନ୍ତୁ ଓ ଶାନ୍ତିର ଅନ୍ୱେଷଣ କରନ୍ତୁ। ତେବେ ଆପଣମାନେ ଜୀବନରେ ସୁଖ ଭୋଗ କରିପାରିବେ। ଏହା କି ପ୍ରକାର ହୁଏ ପ୍ରିୟ ବନ୍ଧୁଗଣ? ଆପଣମାନେ ନିଜ ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି, ତେବେ ଆପଣ ନିଜ ଜୀବନରେ କ'ଣ କରିବାକୁ ହୁଏ ପ୍ରିୟ ବନ୍ଧୁଗଣ? ଯେତେବେଳେ ଆମମାନେ ଗୀତ ସଂହିତା ଅଧ୍ୟାୟ 34 ତାର 8 ପଦକୁ ପାଠ କରୁ, ଏଠାରେ ଗୀତ ରଚକ ଦାଉଦ ଏହି ପ୍ରକାର ଲେଖନ୍ତି, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ, ଯେ ତାହାଙ୍କ ଶରଣାଗତ ସେ ଲୋକ ଧନ୍ୟ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଜୀବନରେ ମଙ୍ଗଳ ଦିନ ଦେଖିବାକୁ ହେଲେ ସଦାପ୍ରଭୁଙ୍କୁ ଅନ୍ୱେଷଣ କରିବାକୁ ପଡ଼ିବ। ସଦାପ୍ରଭୁଙ୍କୁ ଆସ୍ୱାଦନ କରି ଦେଖିବାକୁ ପଡ଼ିବ।
ତେବେ ଆମମାନେ ମଙ୍ଗଳ ଦିନ ଦେଖିବାକୁ ପାଇବା। ଯଦି ସଦାପ୍ରଭୁଙ୍କୁ ଆମମାନେ ଆସ୍ୱାଦନା କରିବା ନାହିଁ, ସଦାପ୍ରଭୁଙ୍କ ନିକଟରେ ବିଶ୍ୱାସ କରିବା ନାହିଁ, ସଦାପ୍ରଭୁଙ୍କଠାରେ ନିଜର ଜୀବନ, ନିଜର ଗତି, ମନ, ପ୍ରାଣ, ଆତ୍ମା ସମର୍ପଣ କରିବା ନାହିଁ, ତେବେ ଆମମାନେ ଜୀବନରେ ଶୋକ ଭୋଗ କରିପାରିବା ନାହିଁ। ଏଣୁ ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣମାନେ ନିଜ ଜୀବନରେ ଶୋକ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି, ତେବେ ଆସୁ ସଦାପ୍ରଭୁଙ୍କୁ ଆସ୍ୱାଦନା କରିବା ଓ ତାଙ୍କଠାରେ ନିଜ ଜୀବନକୁ ଶରଣାଗତ କରିବା। ତେବେ ଆମମାନେ ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ପାଇଥାଉ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତରେ ଆମମାନଙ୍କର ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ କ'ଣ କରିବାକୁ ହୁଏ, ତାହା ଗୀତରଚକ ଦାଉଦ ସେହି 34 ଅଧ୍ୟାୟର 13 ପଦରୁ ଆମମାନଙ୍କୁ ଏହି ପ୍ରକାର କୁହନ୍ତି, ତୁମ୍ଭେ ହିଂସାକୁ ଆପଣା ଜିହ୍ବା ଓ ଛଳ ବାକ୍ୟକୁ ଆପଣା ଅଷ୍ଟଧାରରୁ ରକ୍ଷା କର। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଜୀବନରେ ସୁଖ ଭୋଗ କରିବା ପାଇଁ ବା ମଙ୍ଗଳ ଦିନ ଦେଖିବା ପାଇଁ ହେଲେ ଆମମାନେ ହିଂସା ଠାରୁ ଆପଣା ଜିହ୍ବାକୁ ରକ୍ଷା କରିବା ଦରକାର, ପୁଣି ଛଳ ବାକ୍ୟଠାରୁ ଆପଣା ଅଷ୍ଟଧାରକୁ ରକ୍ଷା କରିବା ଦରକାର ଏବଂ ମନ୍ଦତାରୁ ଦୂର ହେବା ଦରକାର। 14 ପଦରେ ଲେଖାଯାଏ, ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର, ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଗୀତରଚକ ଦାଉଦ ଏହି ପ୍ରକାର କହନ୍ତି, ଯଦି ଆପଣ ଜୀବନରେ ସୁଖ ଭୋଗ କରିବା ପାଇଁ ଏବଂ ମଙ୍ଗଳ ଦିନ ଦେଖିବା ପାଇଁ ଚାହାନ୍ତି, ତେବେ ମନ୍ଦରୁ ଦୂର ହୁଅ, ସୁକର୍ମ କର, ଶାନ୍ତି ଅନ୍ୱେଷଣ କର, ତହିଁର ଅନୁଗାମୀ ହୁଅ, ତେବେ ଆପଣ ନିଜ ଜୀବନରେ ଶାନ୍ତି ଏବଂ ସୁଖ ଏବଂ ମଙ୍ଗଳ ଦିନ ପ୍ରାପ୍ତ ହେବେ। ଏହି ପ୍ରକାର ଦାଉଦ ଗୀତ ସଂହିତା 37 ଅଧ୍ୟାୟ 27 ପଦ ଏବଂ 28 ପଦରୁ ଏହି ପ୍ରକାର ଲେଖନ୍ତି, ଯଦି ଆପଣମାନେ ନିଜ ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି, ତେବେ ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର, ପୁଣି ଅନନ୍ତ କାଳ ବାସ କର। କାରଣ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି ଓ ଆପଣା ସଦ୍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ, ସେମାନେ ଅନନ୍ତ କାଳ ରକ୍ଷିତ ହୁଅନ୍ତି। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଯଦି ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ଯଦି ଇଚ୍ଛା କରୁ, ତେବେ ଆପଣା ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବାକୁ ପଡ଼ିବ। ସଦାପ୍ରଭୁଙ୍କଠାରେ ନିଜ ପ୍ରତ୍ୟେକ ଗତିକୁ ସମର୍ପଣ କରିବାକୁ ପଡ଼ିବ। ସଦାପ୍ରଭୁଙ୍କର ବାକ୍ୟ ମାନି ଚାଲିବାକୁ ପଡ଼ିବ। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ନିଜ ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦେଖିବାକୁ ପାଆନ୍ତି। ତେବେ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଏକ ନିର୍ଣ୍ଣୟ ନେବା, ଯଦି ଆପଣମାନେ ନିଜ ଜୀବନରେ ସୁଖ ଭୋଗ କରିବାକୁ ଚାହାନ୍ତି, ମଙ୍ଗଳ ଦିନ ଦେଖିବାକୁ ଚାହାନ୍ତି, ତେବେ ଆସନ୍ତୁ ସେହି ସୈନ୍ୟାଧିପତି ସଦାପ୍ରଭୁଙ୍କଠାରେ ନିଜର ଜୀବନକୁ ସମର୍ପଣ କରନ୍ତୁ, ନିଜର ଗତିକୁ ସମର୍ପଣ କରନ୍ତୁ, ତାଙ୍କଠାରେ ବିଶ୍ୱାସ କରନ୍ତୁ, ଆଧ୍ୟାତ୍ମିକ ଜୀବନ ଦିନ ପ୍ରତିଦିନ ଅତିବାହିତ କରନ୍ତୁ, ପ୍ରାର୍ଥନାରେ ଜୀବନ ଅତିବାହିତ କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ସଦାପ୍ରଭୁଙ୍କଠାରେ ନିଜର ଜୀବନରେ ସୁଖ ଭୋଗ ଦେଖିବେ ଏବଂ ମଙ୍ଗଳ ଦିନ ଦେଖିବେ। କାରଣ ପ୍ରିୟ ବନ୍ଧୁଗଣ, ଏହି ସକଳ ଦିନ ପ୍ରଭୁ ହିଁ ନିର୍ମାଣ କରିଅଛନ୍ତି। ଏଣୁ ଗୀତରଚକ ଦାଉଦ 118 ତାର 24 ପଦରେ ଲେଖାଯାଏ, ଏହା ସଦାପ୍ରଭୁଙ୍କ କୃତ ଦିନ, ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଏହି ସକଳ ଦିନ, ଏହି ସକଳ ରାତି, ଏହି ସମସ୍ତ ବିଷୟ ସଦାପ୍ରଭୁ ନିର୍ମାଣ କରିଅଛନ୍ତି। ଏଣୁ ଲେଖାଯାଏ, ଏହା ସଦାପ୍ରଭୁଙ୍କ କୃତ ଦିନ ଅଟେ, ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଏହି ସକଳ ଦିନ ଦେଖିବାକୁ ହେଲେ, ମଙ୍ଗଳ ଦିନ ଦେଖିବାକୁ ହେଲେ, ଆପଣ ଜୀବନରେ ସୁଖ ଭୋଗ ଯଦି ପାଇବା ପାଇଁ ହେଲେ, ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କଠାରେ ନିଜର ଗତି, ନିଜର ଜୀବନକୁ ସମର୍ପଣ କରିବାକୁ ପଡ଼ିବ। ତେବେ ଆପଣ ସେହି ଜୀବନରେ ସୁଖ ଭୋଗ ଏବଂ ଜୀବନରେ ମଙ୍ଗଳ ଦିନ ଦେଖିପାରିବେ। ଆପଣ କୌଣସି
ପଇସା ପତ୍ର ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ଆପଣ କୌଣସି ଧନ ସମ୍ପତ୍ତି ଦେବାକୁ ପଡ଼େ ନାହିଁ। ଆପଣ କୌଣସି ପ୍ରକାର ଗୁଣି ଗାରେଡ଼ି ଯାଦୁ ମନ୍ତ୍ର ତନ୍ତ୍ର ଏ ପ୍ରକାର ବ୍ୟକ୍ତିମାନଙ୍କ ପାଖକୁ ଯାଇକି ତାଙ୍କଠୁ ଆପଣମାନେ ପାଇପାରିବେ ନାହିଁ। କେବଳ ଏହି ମଙ୍ଗଳ ଦିନ, ଏହି ଜୀବନର ସୁଖ ଭୋଗ କେବଳ ସଦାପ୍ରଭୁଙ୍କ ହାତରେ ଅଛି। କେବଳ ସେ ହିଁ ଏହା ପ୍ରଦାନ କରନ୍ତି। ଏଣୁ ଏହି ଜଗତର ମନୁଷ୍ୟ କେହି ବି ପ୍ରଦାନ କରିପାରନ୍ତି ନାହିଁ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଯିଏକି ଜୀବନରେ ସୁଖ ଭୋଗ ଏବଂ ମଙ୍ଗଳ ଦିନ ଦିଅନ୍ତି, ତାଙ୍କଠାରେ ନିଜର ଜୀବନକୁ ସମର୍ପଣ କରିବା। ଆପଣ ଅନେକ ପଇସା ପାଆନ୍ତି, ଆପଣଙ୍କଠାରେ ଅନେକ ସମ୍ପତ୍ତି ଥାଇପାରେ, କିନ୍ତୁ ଆପଣଙ୍କଠାରେ ଜୀବନରେ ସୁଖ ଭୋଗ ନଥାଏ। ଆପଣ ମଙ୍ଗଳ ଦିନ ଆପଣ ପାଇଁ ହେଇନଥାଇପାରେ। ତଥାପି ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ସେହି ସଦାପ୍ରଭୁଙ୍କଠାରେ ନମ୍ର ଭାବରେ ନିଜକୁ ଛୋଟ ମନେ କରି ନିଜକୁ ପ୍ରଭୁଙ୍କଠାରେ ଆମମାନେ ପବିତ୍ରତା ସହିତ ଭୟର ସହିତ ତାଙ୍କଠାରେ ସମର୍ପଣ କରିବା। ତେବେ ପ୍ରିୟ ବନ୍ଧୁଗଣ, ଆମେ ଜୀବନରେ ମଙ୍ଗଳ ଦାନ ଏବଂ ମଙ୍ଗଳ ଦିନ, ମଙ୍ଗଳ ଜୀବନ ଆମମାନେ ଦେଖିବାକୁ ପାଇପାରିବା। ଆପଣ ଜାଣନ୍ତି ପ୍ରିୟ ବନ୍ଧୁଗଣ, ଅନେକଙ୍କ ପାଖରେ ପଇସା ଅଛି, ଗାଡ଼ି ଅଛି, ତାଙ୍କର ବଡ଼ ବଡ଼ ମହଲା ଅଛି, କିନ୍ତୁ ସେମାନଙ୍କଠାରେ ଶାନ୍ତି ନାହିଁ, ସେମାନଙ୍କଠାରେ ମଙ୍ଗଳ ଦିନ ନାହିଁ, ଜୀବନରେ ଶୋକ ଭୋଗ ନାହିଁ। ଏଣୁ ସେମାନଙ୍କର ରାତିରେ ନିଦ୍ରା ଯିବା ସମୟରେ ବି ଉତ୍ତମ ନିଦ୍ରା ଆସେ ନାହିଁ। ସେମାନଙ୍କଠାରେ ଅନେକ ଆଶଙ୍କା ଆସିଥାଏ। ଏଣୁ ଜ୍ଞାନୀ ସଲୋମନ ହିତୋପଦେଶ 3 ଅଧ୍ୟାୟ ତାର 24 ପଦରେ ଲେଖନ୍ତି, ଶୟନ କଲାବେଳେ ତୁମର ଆଶଙ୍କା ହେବ ନାହିଁ। ହଁ, ତୁମ୍ଭେ ଶୟନ କରିବ ଓ ତୁମର ନିଦ୍ରା ସୁଖଜନକ ହେବ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମମାନଙ୍କର ସକଳ ଗତି ସଦାପ୍ରଭୁଙ୍କଠାରେ ସମର୍ପଣ କରିଥାଉ, ତେବେ ଆମ୍ଭେମାନେ ରାତ୍ରିରେ ବିଶ୍ରାମ ନେଲା ବେଳେ ଆମମାନଙ୍କର ନିଦ୍ରା ସୁଖଜନକ ହେବ। ପୁଣି ଶୟନ କଲାବେଳେ କୌଣସି ଆଶଙ୍କା ହେବ ନାହିଁ, କାରଣ ସଦାପ୍ରଭୁ ଆମମାନଙ୍କର ଯତ୍ନ ଭାର ନିଅନ୍ତି। ଏଣୁ ଆମମାନଙ୍କର ସମସ୍ତ ଚିନ୍ତାର ଭାର ତାଙ୍କର ଉପରେ ପକାଇବା। ତେବେ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଜୀବନରେ ଆମମାନେ ଶୋକ ଭୋଗ କରିଥାଉ ଏବଂ ମଙ୍ଗଳ ଦିନ ଆମମାନେ ଦେଖିବାକୁ ପାଇଥାଉ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଏହି ବାକ୍ୟ ଅନୁଯାୟୀ ନିଜ ଜୀବନକୁ ସମର୍ପଣ କରିବା। ପ୍ରଭୁ ଯୀଶୁଙ୍କଠାରେ କେବଳ ମଙ୍ଗଳ ଦିନ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ କେବଳ ସୁଖମୟ ଜୀବନ ଅଛି। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଯଦି ପ୍ରଭୁ ଯୀଶୁଙ୍କୁ ପାଇନୁ, ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିନାହୁଁ, ତେବେ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା। ଏହି ଜଗତର ସୁଖମୟ କ୍ଷଣକାଳ ସ୍ଥାୟୀ ଅବା ଅଳ୍ପ କାଳ ସ୍ଥାୟୀ ଅଟେ। ପ୍ରିୟ ବନ୍ଧୁଗଣ, ଯେଉଁ ପ୍ରଭୁ ଯୀଶୁଙ୍କଠାରେ ଯେଉଁ ମଙ୍ଗଳ ଅଛି, ସୁଖମୟ ଅଛି, ତାହା ଅନନ୍ତ କାଳ ସ୍ଥାୟୀ ଅଟେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା, ତାଙ୍କୁ ଆମମାନଙ୍କର ଜୀବନରେ ଗ୍ରହଣ କରିବା। ତେବେ ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବା। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଏହି ଅଳ୍ପ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ସମସ୍ତଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।